ପାତଞ୍ଜଳ ଯୋଗସୂତ୍ର ସମାଧିପାତ୍ର ସମାଧିପାଦର ସୂତ୍ର ନମ୍ବର 10 ଆଜି ଆମେ ଦେଖିବା। ସୂତ୍ର ନମ୍ବର 10 ଅଭାବ ପ୍ରତ୍ୟୟାଲମ୍ବନା ବୃତ୍ତି ନିଦ୍ରା, ଅର୍ଥାତ୍ ତାର ଅର୍ଥ ଗୁଡ଼ିକ ଦେଖିବା। ପଦର ଅଭାବ, ଅଭାବ ମାନେ ଅଭାବ, ଶୂନ୍ୟତା। ପ୍ରତ୍ୟୟ ହେଲା ଜ୍ଞାନ ବା ଅନୁଭବ। ଆଲମ୍ବନା ଆଧାର କରିଥିବା, ଆଲମ୍ବନ ମାନେ ଯେଉଁ ଆଧାର କରିଥିବା। ବୃତ୍ତି ହେଲା ମନର ଗତି। ନିଦ୍ରା ହେଲା ନିଦ। ତାର ସରଳ ଅର୍ଥ ଦେଖିବା। ନିଦ୍ରା ହେଉଛି ମନର ସେହି ବୃତ୍ତି ଯାହା ଜ୍ଞାନର ଅଭାବକୁ ଆଧାର କରି ଘଟେ। ତାର ବ୍ୟାଖ୍ୟା ଦେଖିବା। ନିଦ୍ରାକୁ ସାଧାରଣତଃ କିଛି ନ ଘଟିବା ବୋଲି ଭାବନ୍ତି କେହି, କିନ୍ତୁ ପତଞ୍ଜଳି କହୁଛନ୍ତି ନିଦ୍ରା ମଧ୍ୟ ଏକ ମନର ବୃତ୍ତି। ଲୋକ କହେ ନିଦ୍ରା ଶୋଇ ତ ପଡ଼ିଲା, ପୁଣି ସେଇଟା କେମିତି ଗୋଟେ ବୃତ୍ତି ହେବ? କିନ୍ତୁ ପତଞ୍ଜଳି କହୁଛନ୍ତି ନା, ନିଦ୍ରା ମଧ୍ୟ ଗୋଟେ ମନୋବୃତ୍ତି। ଶୋଇ ପଡ଼ିଥିଲା ବେଳେ ମୁଁ କିଛି ଜାଣିନଥିଲି ବା ଜାଣିପାରୁନଥିଲି ବୋଲି ଯେଉଁ ଅନୁଭବଟା, ସେଇଟା ହେଲା ନିଦ୍ରାର ପ୍ରମାଣ। ଯୋଗ ସାଧନାରେ ଗଭୀର ଧ୍ୟାନ ପାଇଁ ନିଦ୍ରା ଓ ସମାଧି ମଧ୍ୟରେ ପାର୍ଥକ୍ୟ ବୁଝିବା ଆବଶ୍ୟକ। ନିଦ୍ରାରେ ଅଜ୍ଞାନ ଥାଏ, ସମାଧିରେ ଚେତନ ଥାଏ, ସଚେତନତା ଥାଏ।